ଚାଲନ୍ତୁ ଭାଇ ମାନେ ମୁଁ ଆଜି ଆପଣମାନଙ୍କୁ ଜଣାଉଛି ଆପଣ ମାନେ କେମିତି ମୋ କମ୍ପାନୀକୁ ଆସିପାରିବେ ଆଉ ଏଠି କେମିତି ରହିବେ। ତ ଭାଇ ମାନେ ୟା ପର ଭିଡିଓରେ ଆପଣ ମାନେ ବହୁତ କମେଣ୍ଟ କରିଥିଲେ କି ଆମ କମ୍ପାନୀରେ ଝିଅ ପିଲାମାନେ ରହିପାରୁଛନ୍ତି କି ନାହିଁ। ତ ହଁ ଭାଇ ମାନେ ଆମ କମ୍ପାନୀରେ ଝିଅ ଆଉ ପୁଅ ଦୁଇ ଜଣ ରହିପାରିବେ। କାହିଁକି ନା ଭାଇ ମାନେ ଆମ କମ୍ପାନୀରେ ଝିଅ ମାନେ ଆଉ ପୁଅ ମାନେ ଅଲଗା ଅଲଗା ରୁହନ୍ତି। ଆଉ କେବେ ବି ଝିଅ ମାନେ ପୁଅ ମାନଙ୍କ ସହିତ କଥା ହେଇପାରିବେନି କି ତାଙ୍କ ସହିତ କିଛି କଣ୍ଟାକ୍ଟ କରିପାରିବେନି। ସେମିତି କିଛି ଯଦି ଆପଣମାନଙ୍କ ଭାଇ ଅଛି ତ ଆପଣ ମାନେ କଲରେ କଥା ହେଇପାରିବେ କି ଅଲଗା ଜାଗାରେ କୋଉଠି ଦେଖା ହେଇପାରିବେ। ତ ଭାଇ ମାନେ ଆପଣ ମାନେ ଯଦି ଘରେ ବସୁଛନ୍ତି କୌଣସି ଜବ୍ ପାଉନାହାନ୍ତି କି କୌଣସି କାମ ମିଳୁନାହିଁ ତ ଏଠି ଆସିକି ଆରାମସେ କାମ କରିପାରିବେ, କିଛି ଅସୁବିଧା ନାହିଁ। ଆଉ ଭାଇ ମାନେ ଆପଣ ମାନେ ଯଦି ଏଇ କମ୍ପାନୀକୁ ଆସିବା ପାଇଁ ଚାହାନ୍ତି ତ ଏଇଟା ହଉଛି ମୋ କଣ୍ଟ୍ରାକ୍ଟର ନମ୍ବର। ଏଥିରେ ଆପଣ କଣ୍ଟାକ୍ଟ କରିବେ ଆଉ ଭଲସେ କଥା ହେଇଯିବେ। ଆଉ କିଛି ଯଦି ଆପଣଙ୍କର ଡାଉଟ୍ ଅଛି ପଚାରିବେ ତ ପଚାରିକି ଆପଣ ମାନେ ଏଠି ନିଶ୍ଚୟ ଆସିପାରିବେ। ତ ଆପଣ ମାନେ ଯଦି ଏଠି କାମ କରିବା ପାଇଁ ଆସିବେ କୌଣସି ରିସ୍କ ନେବେନି, ଆରାମସେ ଆସିବେ। ଯଦି କିଛି ଆପଣଙ୍କର ପ୍ରୋବ୍ଲେମ ଅଛି ଏଠି ଜମା ବି ଆସିବେନି ଆଉ ଭଲସେ କଥା ହେଇଯିବ କଣ୍ଟ୍ରାକ୍ଟର ସହିତ। ଆଉ ତ ଆଜି ପାଇଁ ଏତିକି ଥିଲେ ସାଙ୍ଗମାନେ। ତ ରହୁଛି ସାଙ୍ଗମାନେ, ଜୟ ଜଗନ୍ନାଥ।